ଯଦି ଆପଣ ଜଣେ ପିଏମ୍ କିଷାନ ବେନିଫିସିଆରୀ ବା ଜଣେ ଚାଷୀ ତ ଆପଣଙ୍କର ପଇସା ଏଇ 2 ତାରିଖରେ ଆସିଥିବ, କିନ୍ତୁ ଯେଉଁମାନଙ୍କର ଆସିନଥିବ ତାଙ୍କ ପାଇଁ ଏଇ ଭିଡ଼ିଓଟି ଯେ ଆପଣ କିପରି ଜାଣିବେ ଯେ ଆପଣ କେଉଁ ଆକାଉଣ୍ଟ ପଇସା ଆସିଲା କି ନାହିଁ। କାହିଁକିନା ଏଥର ବହୁତ ଲୋକଙ୍କର ପଇସା ଆସିନି, ଆଉ ଆସିନି ମାନେ ତାଙ୍କର କ'ଣ ପ୍ରୋବ୍ଲେମ୍ ହେଇଛି ଯେ ଆମର 3ଟା ଜିନିଷ ଯେଉଁଟାକି ଆଧାର ସିଡ଼ିଂ ହେବା ଦରକାର ଏବଂ କୃଷକ ଓଡ଼ିଶାରେ ରେଜିଷ୍ଟ୍ରେସନ୍ ହେବା ଦରକାର, ଆଉ ଆପଣଙ୍କର KYC ପିଏମ୍ କିଷାନ ସାଇଟ୍ରେ ହେବା ଦରକାର। ଏ 3ଟା ହେଲେ ଆପଣଙ୍କର ପଇସା ଆସିବ। ଅଧିକାଂଶ ଲୋକଙ୍କର ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ନାହିଁ, ତା ସହିତ ନିଜ ନାଁରେ ଜମି ଥିଲେ ସେଇଟା ଏଗ୍ରିଷ୍ଟାକ୍ ଗୋଟେ ଅଛି, ସେ ସାଇଟ୍ରେ ନିଜେ ପଞ୍ଜୀକରଣ କରିବେ। କଲା ପରେ ଆପଣଙ୍କର ପିଏମ୍ କିଷାନଟା ଆକ୍ଟିଭ୍ ହେବ। ବର୍ତ୍ତମାନ ଜଣଙ୍କର ମୁଁ ଆପ୍ଲାଏ କରିଥିଲି ଆଗରୁ, କିନ୍ତୁ ତାଙ୍କର ଏବେ କ'ଣ ନା ପଇସା ତାଙ୍କର ଲେଖୁଛି ତାଙ୍କର ରେଜିଷ୍ଟର ହେଇଛି, କିନ୍ତୁ ନୂଆ ରେଜିଷ୍ଟର କଲାବେଳକୁ ଲେଖୁଛି ତାଙ୍କର ପଇସା ଆସିନି। ଚାଲନ୍ତୁ ଡିଟେଲ୍ସ ଏ ଭିତରେ ଜାଣିବା ଯେ କ'ଣ କେମିତି ତା ପ୍ରୋବ୍ଲେମ୍ ରହୁଛି। ତ ଦେଖନ୍ତୁ ଆମେ ବର୍ତ୍ତମାନ ଆମ ଡେସ୍କଟପ୍କୁ ପଳେଇ ଆସିଲେଣି। ଏଠି ମୁଁ ଜଣଙ୍କର ଆଗରୁ ଆପ୍ଲାଏ କରିଥିଲି ପିଏମ୍ କିଷାନରେ 2020 ମସିହାରେ, ଯାହାଙ୍କର କ'ଣ ହେଇଛି ନା ବର୍ତ୍ତମାନ ନୂଆ ଆପ୍ଲାଏ କଲାବେଳକୁ ଲେଖୁଛି ଯେ ତାଙ୍କର ଆଗରୁ ଆପ୍ଲାଏ ହେଇଥିଲା, କିନ୍ତୁ ବର୍ତ୍ତମାନ ନୂଆ ଆପ୍ଲାଏ ହେଇପାରୁନି କି ତାଙ୍କର ପୁରୁଣା ଆପ୍ଲାଏଟା ରିଜେକ୍ଟ ବି ହେଇପାରୁନି। କିନ୍ତୁ ସରକାରଙ୍କର କହିବା କଥା ଯେ ଯିଏ ସିଏମ୍ କିଷାନ ଆପ୍ଲାଏ କରିଛନ୍ତି ତାଙ୍କର ଅଟୋମେଟିକ୍ ପିଏମ୍ କିଷାନ ଆଡ଼୍ ହେବ। ତ ଦେଖନ୍ତୁ ମୁଁ ତାଙ୍କ ନ୍ୟୁ ଫାର୍ମ ରେଜିଷ୍ଟ୍ରେସନ୍ ଫର୍ମରେ ଆପ୍ଲାଏ କଲି, ତାଙ୍କ ଆଧାର ନମ୍ବର ଦେଲି, ତାଙ୍କର ଫୋନ୍ ନମ୍ବର ଦେଲି, ଯେଉଁ ମୋବାଇଲ୍ ନମ୍ବରଟା ତାଙ୍କର ଆଧାର ଲିଙ୍କ ଅଛି, ଆଗରୁ ବି ସେଇଟା ଲିଙ୍କ ଥିଲା। ତ ବର୍ତ୍ତମାନ ମୁଁ ଆପ୍ଲାଏ କଲା ପରେ ଏଠି ଷ୍ଟେଟ୍ ଲେଖିଲି, ଷ୍ଟେଟ୍ ତାପରେ କ୍ୟାପଚା କୋଡ଼୍ ଦିଆହେବ। କ୍ୟାପଚା କୋଡ଼୍ ଦିଆହେଲା ପରେ ସେଠି ଗେଟ୍ OTP ଉପରେ କ୍ଲିକ୍ ହେବ। ଗେଟ୍ OTP ଉପରେ କ୍ଲିକ୍ କଲା ପରେ ଦେଖନ୍ତୁ ଲେଖିବ ଯେ ଆପଣଙ୍କର ମୋବାଇଲ୍ ନମ୍ବରଟା ଅଲରେଡ଼ି ଏକ୍ଜିଷ୍ଟ ଅଛି। ମାନେ ଆଗରୁ ଯେତେବେଳେ ଆପ୍ଲାଏ ହେଇଥିଲା ସେଇଟା ରେଜିଷ୍ଟର ହେଇଛି, କିନ୍ତୁ ସେଥିରେ ଗଭର୍ଣ୍ଣମେଣ୍ଟ ସେଇଟା ରିଜେକ୍ଟ ବି କରିଛି। ମୁଁ ଦେଖିଲି ଯେ ଗଭର୍ଣ୍ଣମେଣ୍ଟ ରିଜେକ୍ଟ କରିଛି, କିନ୍ତୁ ସେ ନୂଆ ଆପ୍ଲାଏ କରିପାରୁନି। ତାହେଲେ ସେ କ'ଣ କରିବେ? ଆପ୍ଲାଏ କେମିତି କରିବେ? ନା ରିଜେକ୍ଟ ହେଉଛି ନା ଇଏ ବି ହେଇପାରୁଛି, ଆପ୍ଲାଏ ବି ନୂଆ ହେଇପାରୁଛି। ତ ବର୍ତ୍ତମାନ ମୁଁ କ'ଣ କଲି ନା ସେ ଆଧାର ନମ୍ବର ସହିତ ଆଉ ଗୋଟେ ଫୋନ୍ ନମ୍ବର ଦେବା ପାଇଁ ଚେଷ୍ଟା କଲି। ଦେଖନ୍ତୁ ସେଠି ଯଦି ଆପଣ ନୂଆ ଆପ୍ଲାଏ କରୁଥିବେ ସେମିତି ବି ଟ୍ରାଏଲ୍ କରିବେ ଯେ ତାଙ୍କର କେଉଁ ନମ୍ବରଟା ନେଉଛି କି ନାହିଁ। ଅଲଗା ନମ୍ବର ମୁଁ ଏଠି ଦେଲି, ସେ ନମ୍ବର ଦେଲା ପରେ ସେଠି ଷ୍ଟେଟ୍ ମାରିଲି, ତାପରେ କ୍ୟାପଚା କୋଡ଼୍ଟା ଦେଇଦେଲି। କ୍ୟାପଚା କୋଡ଼୍ ଦେଲା ପରେ ଗେଟ୍ OTP ଉପରେ କ୍ଲିକ୍ କରିବି, ଦେଖିବେ ଯେ ତାଙ୍କର ଫୋନ୍ ନମ୍ବର ସେଥିରେ ନେଉନଥିଲେ, ବର୍ତ୍ତମାନ ଆଧାର ନମ୍ବର ବି ଲେଖିବ ଯେ ଆପଣଙ୍କ ଆଧାର ଅଲରେଡ଼ି ଏକ୍ଜିଷ୍ଟ ଅଛି। ଦେଖନ୍ତୁ ଲେଖିବ ଯେ ୟୁର ରେଜିଷ୍ଟର ଆଧାର ନମ୍ବର ଇଜ୍ ଅଣ୍ଡର ପ୍ରୋସେସ୍, ଦ ସେମ୍ ହାଜ୍ ବିନ୍ ଆପ୍ଲାଏଡ୍ ଥ୍ରୁ CSE। ତାପରେ ଏ ଆଧାର ନମ୍ବରକୁ ଆଉ ଫୋନ୍ ନମ୍ବର ଯେହେତୁ ଦିଆଯାଇଛି, ତେଣୁ ତାର ଷ୍ଟାଟସ୍ ବର୍ତ୍ତମାନ ଲେଖା ହେଇଛି ପ୍ରୋସେସିଂରେ ଅଛି। ମୁଁ ଷ୍ଟାଟସ୍ ଚେକ୍ କଲେ ଲେଖାଯାଇଛି ରିଜେକ୍ଟେଡ୍ ବାଇ ଡିଷ୍ଟ୍ରିକ୍ଟ। ତ ରିଜେକ୍ଟେଡ୍ ବାଇ ଡିଷ୍ଟ୍ରିକ୍ଟ ସେଠି ଲେଖା ହେଇଛି ଲ୍ୟାଣ୍ଡ ଡକୁମେଣ୍ଟ ଆଭେଲେବୁଲ୍ ନାହିଁ। ତାପରେ ଆପ୍ଲାଏ ନୂଆ ଫୋନ୍ ନମ୍ବରରେ କରିହେବନି, ପୁରୁଣା ନମ୍ବରରେ କରିହେବନି, କିମ୍ବା ସେଇ ଆଧାର ନମ୍ବରରେ କରିହେବନି। ତାମାନେ କ'ଣ ରିଜେକ୍ଟ ହେଇଯାଇଥିବ? ଯଦି ରିଜେକ୍ଟ ହେଇଥିବ ନୂଆ ଆପ୍ଲାଏ କରିବ, କିନ୍ତୁ ରିଜେକ୍ଟ ହେଲା ପରେ ବି ଏଠି ଆପ୍ଲାଏ ନୂଆ କରିହେଉନି। ତାପରେ ଦେଖନ୍ତୁ ସେ ପୁଣି ଆମେ ସେ ପିଏମ୍ କିଷାନରେ ଯେହେତୁ ଯଦି ରିଜେକ୍ଟ ଯଦି ଦେଖୁଛି ଅଣ୍ଡର ପ୍ରୋସେସ୍ ଅଛି କିମ୍ବା ଏଠି ରିଜେକ୍ଟ ହେଇନି, ତାପରେ ମୁଁ ଭାବିଲି ହଁ KYC କରିବା ପାଇଁ। ଦେଖନ୍ତୁ ତାଙ୍କର ଆଧାର ନମ୍ବର ପକାଇ ମୁଁ KYC କଲି। ଦେଖନ୍ତୁ KYC କଲା ପରେ ଆପଣଙ୍କର ଲେଖିବ ଯେ ଆପଣଙ୍କ ରେକର୍ଡ଼ ନଟ୍ ଫାଉଣ୍ଡ। ସେଥିରେ ଲେଖୁଛି ଆପଣ ଅଣ୍ଡର ପ୍ରୋସେସ୍ ଅଛି, ତାପରେ ଫୋନ୍ ନମ୍ବର ଦେଲା ପରେ ନେଉନି, କିନ୍ତୁ ଏତେ ରେକର୍ଡ଼ ନଟ୍ ଫାଉଣ୍ଡ। ତ ଏଠି ଆମେ ଆପ୍ଲାଏ କ'ଣ କରିବା? ନା ନୂଆ ଆପ୍ଲାଏ ହେଇପାରିବ, ନା CM ସହିତ ଆଡ଼୍ ବି ହେଇପାରୁଛି, ଯେହେତୁ ସେ ଏବେ CM କିଷାନ ପାଉଛନ୍ତି ଅକ୍ଟୋବର ମାସର ଯେଉଁ ଏପ୍ରିଲ ମାସରେ ଯେଉଁଟା ପାଇଛନ୍ତି ଯେଉଁ 30ରେ। ତ ଏଠି ସରକାରଙ୍କ ଦୋଷ ନା ସେଇ ବେନିଫିସିଆରୀଙ୍କର ଦୋଷ? ଆପଣମାନେ କମେଣ୍ଟ କରନ୍ତୁ।